नमस्कार जय जगन्नाथ सांग मैंने आउ गोटे नुआ शानदार जबरदस्त वीडियो रे आपण मानकु वेलकम। कौन रेडी हेलानी कोडी जीव टे कह दो ना हमर बिलो जाय जंदी मणिस से ताको लागि भात जाउछ से कोन धरछ पान पानटा आगे खाइ साला पर पान खंडा खाइबे ना ठीक पखाळ भात पखाळ एटा भजा एटा लंका पियाज बड़ी एटा सुखुआ आलू बैगन भजा दड़ा पखाळ उड़ीब रे बिल रे आउ सेपटे पानी बोतल बापा पळैछन्ती ने हां आ भारटा आड़ भरा नबो पान रेडी हो जाइए जो मैंने रुआ पता करेंगे खाई सारा पर टे पान दरकार पान टे नवा जा तो आपण मैंने कंटिन्यू वीडियो सहित जोड़ी होगी रुहतु आउ एंड पर्यटन देखु आज रुआ पता चलती पूरा बिल को जा बाहर आण सैट करदे रहीगला रेडी बो नेले पानी बोतल गहली पड़ो ना देखा एपटे कौन बस भात भात भारुआ कांधे शिखिछ ना कला भारुआ कांदे तो भार कांदे यार प्रमाण अछि पछपटे हां पूज बाज जाइछि ना बो रेडी होला सब आ लुण फुण सब दे हां आ कि जिमि देट न खोजंदी आ सब दे हां नूडो लंका पियाज हो पानी एते हिजियो ना लोटा फोटा ग्लास प्लास सब के बोतल पका गिलास हां ठीक अछि जीवा डायरेक्ट बिलर पहुंचबा नेक्स्ट पखाला बिलर के खियाबो पाग आज टे भी भल पाग दे दिन पर टे बढ़िया पाग दे रुआ पता पूरा जोरदार चलছে बिल हाय आगे रही पूरा घाई नष्ट कर एडिया पत्थर दीटा पकई दिल किए कहला पखाल खाऊच पखाल आमर भी पखाल पखाल भात खाइबानी कौन खाया के लोक आसी न कि एका रही लोक कौन कड़े गले ना तुम यहाँ बढ़िया धान एका रही देल सका काली रही बढ़िया रही हौ तुम खाओ मुझे जाए मुझे जाऊँ तुम खाऊ था पूरा रुआ पोता जोरदार चलছে এপটে
टाइम हो जालानी 9ଟା ହେଲାଣି सर हम को जो है ना आ खुंड ଆଉ ରହିବ ଯଦି ରହିଦିଅ। आ खुंड मु खाया भात आनलानी आ रहियो ବିଲର ମାନେ ରୁଆପୋତା ହେଉଥିବ କି ବିଲ କାମ ହେଉଥିବ କରି ଚାଲୁଥିବ ଜଣେ ଯଦି ଭାତ ନେଇକି ଆଇଲା ଆଉ ଜଣକୁ ମାନେ ସେ ରହିପାରିବେନି, ଭୋକ ଲାଗିବ। ଦେଖନ୍ତୁ ଏଇଠି ଆମର ରହୁଛନ୍ତି ଗୋଟେ ଭଲ ଜାଗା ଦେଖିକି ରଖିବା। ଚାଲିଛି ଏଠି ଏଇଠି ଆଜି ରୁଆ ଚାଲିଛି। ଏଇଟା ରୁଆଯିବ, ଏଇଟା ବି ରୁଆଯିବ, ସେଟା ବି ରୁଆଯିବ, ପୁରା ସିରିଏଲ ଚାଲିଛି। ତଳା ପଡ଼ିଯାଇଛି, ବଡ଼ ବିଲଟା ବି ରୋଇ ସାରିଲେଣି। ବଢ଼ିଆ ରହୁଛନ୍ତି। ତମ 5 ଜଣ ଆସିଥିଲ ବା? ଓ ସେ ଛୁଆଟା ହଁ ସେ ଯାଇଛି ସେପଟକୁ ସେପଟିକି ଯାଇଛି। ନାଗର ହଉ ଆସ।
ଆସ ପଖାଳ ଟିକେ ଖାଇବା। ତାପରେ ଗୋଟେ ପଖାଳ ଖିଆ ଚାଲିଛି, ବଢ଼ାବୁଢ଼ି ଷ୍ଟାର୍ଟ ହେଇଗଲା। ଦଳା ଦଳି ଭଜା ଟିକେ ବଢି ପିଆଜି କା ନାଇଁ ତ ପିଆଜି ତ ଭାତ ହେଇଯିବ ତ? ଆଉ ଭାଇ ପୁରା ବଢିଆ ପାଗ ଗୋଟେ ଗଲେ, ଶୁଖୁଆ ଭାଙ୍ଗିଦେଲେ। ୱାଓ, ଭାଇ ଘର କୋଉଠି? ମୟୂରଭଞ୍ଜ ନା? ମୟୂରଭଞ୍ଜ। ତମର ଆହୁରି ଖିଆ ଷ୍ଟାର୍ଟ ହେଇନି? ହଉ ଖାଅ, ଆରାମସେ ଖାଅ। ଭାଇ କିନ୍ତୁ ମୋର ବହୁତ ଇଚ୍ଛା ଥିଲା ଟିକେ ପଖାଳ ଖାଇବାକୁ, କାହିଁକି ନା ବାପା ସେପଟରୁ ଆଉ ତଳା ଯୋଉଠି ମାରୁଛନ୍ତି ତାଙ୍କ କତିକି ଟିକେ ନେଇକି ଯିବି ଖାଇବାକୁ, ତ ସେଠି ଟିକେ ଖାଇମୁ। ମୁଁ ଭାବିଥିଲି ବାପା ହେରିକା ସବୁ ଏଠି ଆସିବେ, ଗୋଟେ ଜାଗା ରୁଆ ହବ, ଏଠି ଟିକେ ବିଲରେ ବହୁତ ଦିନ ହେଲା ପଖାଳ ଖିଆ ହେଇନି, ଟିକେ ଖିଆ ହବ, ଗୋଟେ ମଜା ହବ। କିନ୍ତୁ ସେତିକି ହେଇପାରିଲା ନାହିଁ, ବୁଝିଲ। ନେକ୍ସଟ ଟାଇମ୍ ନେକ୍ସଟ ଯୋଉଠି ରୁଆଯିବ ସେଠି ବଢ଼ିଆ କରି ଗୋଟେ ପଖାଳ ନା ବସିକି ଖାଇବା, ନା କ'ଣ କହୁଛ? ହଁ ରେଡ଼ି? ହଉ, ତ ଚାଲ ଆମେ ଏବେ ଘରକୁ ଯିବା, ଆଉ ବାପାଙ୍କ ପାଇଁ ଟିକେ ଖାଇବା ନେବା ନେଇକି, ତାପରେ ସେଠି ଖିଆ ପିଆ ଟିକେ କରିବା। 2000 years later. ଆଜି ଜୋରଦାର କାମ ଚାଲିଛି। ମୁଁ ଏଠି ପାଛୁଡ଼ି ଚାଉଳ, ଏପଟେ ପରିବା। କ'ଣ ତରକାରୀ ହବ କି? ଦିଅ, ବାଡ଼ି ଦେଇଛ ନା ବାପା ପାଇଁ? ଆରେ ମୁଁ ପୁରା ଭାବିଥିଲି, ମୁଁ କହିଲି ବିଲରେ ଯାଇକି ଟିକେ ବାପାଙ୍କ ସହିତ ଏଠି ଖାଇବି, ଖାଇଦେଇ ପଳେଇଲେ। ଓହୋ, ମିସ୍ ହେଇଗଲା। ଆଜି ବିଲରେ ଟିକେ ଖାଇଥିଲି, କେତେ ଇଚ୍ଛା ଥିଲା, ବହୁତ ଦିନ ହେଲା ଖିଆ ହେଇନଥିଲା। ଆଉ ମୋତେ ଭୋକ ଲାଗୁଥିଲା, ମୁଁ ତାଙ୍କ ସହିତ ଖାଇଥାନ୍ତି। 4ଟା ଦେଇଛ, 4 ଜଣ ଖାଇବା ପାଇଁ। ଆଉ ମୁଁ କହିଲି ବାପାଙ୍କ ସହିତ ଯାଇକି ଏଠି ଖାଇମୁ ଟିକେ, ବାପା ଯୋଉଠି ତଳା ମାରୁଛନ୍ତି। ହଉ, ତମେ ଇଏ କରିବା କଥା କର, ଆଉ ମୁଁ କ'ଣ କରିବି ନା, ମୁଁ ଗାଧେଇ ଟିକେ ଆସିବି, ଖାଇଦେଇକି ମାର୍କେଟ ପଳେଇବି, ଆଉ କାହିଁ ରହିବି। ଯଦି ବାପାଙ୍କ କତିକି ଯାଇଥାନ୍ତି ଟିକେ ଲେଟ୍ ହେଇଥାନ୍ତା, ସେକେଣ୍ଡ ଆୱାରରେ ଯାଇଥାନ୍ତି। ଯେହେତୁ ବାପା ଖାଇକି ପଳେଇଛନ୍ତି, ଆମେ ଆଉ କ'ଣ କରିବା, ଆମେ ଘରେ ଖାଇଦେବା। ଆଉ ଆଜି ନାହିଁ ଭାଗ୍ୟରେ। ବିଲ ଖାଇବାର ଯେଉଁ ମଜା ଭାଇ କହୁଥିଲା ନାହିଁ। ହଉ, ମୁଁ ଗାଧେଇ ଆସେ, ପଟାପଟ ତମେ ରେଡ଼ି କର, ପଟାପଟ ଖାଇଦେବି, ପଟାପଟ ମୁଁ ମାର୍କେଟ ପଳେଇବି। ଚାଲେ। ମୋ ବୋଉ ତାର ପୁରା ଧୂଆଁ କରିଦେଲାଣି, ଆଜି ଲୋକ ଆସିଛନ୍ତି ନା। ଦେହଟା ଭଲ ଲାଗୁନି। ରେଷ୍ଟ କର, ରେଷ୍ଟ କର। କ'ଣ ଲାଗୁଛି? ଗରମ ଲାଗୁଛି? ତୁ ଯା ଯା, ଫ୍ୟାନ୍ କତିରେ ଶୋଇ ପଡ଼ିବୁ ଯା। ହଁ, ସେ ପଡ଼ିଥାଉ, ଗୁହାଳ ପଛରେ ଗୁହାଳ ଖୋଲାଯିବ। ନେ ଆରେ ଇଏ କ'ଣ ସ୍କୁଲ ପଳେଇ ଆଇଲେଣି? ମାର୍କେଟ ଯାଇଥିଲା ବିଲକୁ ଭାତ ନେଇକି ପଳେଇ ଆଇଲାଣି। ଛିଡ଼ା ଛିଡ଼ା
ପୁରା ଗରମ ହଉଛି ନା ସେଇଥିପାଇଁ ଫ୍ୟାନ୍ କରିଦିଅ ଭଲ ସେଠି ପୁରା ଗରମ ସ୍କୁଲରେ ହଁ ତ ଖରା ହଉଛି ହୁଁ। ହେଲେ ନା ଓହୋ, ସାଡେ ଗଲାଇ ସାର୍ଟ ଓଦା ହେଇଗଲାଣି ହଉ ଯ ପାଲି ଦବ ଖାଇବା ଆଜି ମିଶିକି ଖାଇ ପଖାଳ ଖରାପ ସାଙ୍ଗରେ ଶାଗ ଆଉ ଭୁଜିଆ ଚାଲ ପଖାଳ ସାଙ୍ଗରେ ଶାଗ ଭଜା ମୁଁ ଖାଲି ଚେଞ୍ଜ କରିଦେଇ ଆସେ ତାପରେ ଖାଇବା ରେଡି ବାବା କ'ଣ କରିବା କହୁନ କହିଦେବି ହଁ ଡଳା ଏବେ କ'ଣ ଖାଇବା ପଖାଳ ଭାତ ପଖାଳ ଭାତ ତ ସାଙ୍ଗମାନେ ଫାଇନାଲି ଆମର ପଖାଳ ଭାତ ପହଞ୍ଚିଗଲା ଆଉ ସେପଟେ ମହାରାଣୀ ଆମର ବସିକି ଆଳୁ ଟିକେ ଦଳୁଛନ୍ତି ଫିର ଏପଟେ ଗୋଟେ ଡଳା ହଉଛି ଏପଟେ ଆମର ମୋ ଝିଅ ଏପଟେ ଟିକେ ଆମ୍ବୁଲ ଦଳୁଛି ଆଉ ଏପଟେ ମୋ ପୁଅ ବସିକି ଖିଲିଖିଲି ଟିକେ ହସୁଛି ଆଉ ତମେ ଏପଟେ ମୁଁ ବସିକି ମୋବାଇଲ ଦେଖଉଛି ନା କ୍ୟାମେରାମ୍ୟାନ ଜଲ୍ଦି ଫୋକସ୍ କର ଜଲ୍ଦି କ୍ୟାମେରାମ୍ୟାନ ଜଲ୍ଦି ଫୋକସ୍ କର ଆଉ ଏପଟେ ଦଳାଟା କେମିତି ହେଉଛି ଦେଖନ୍ତୁ ଆଉ ତାଠାରୁ ସୁପର ଡୁପର ମୋ ଝିଅର ଆମ୍ବୁଲ ରସୁଣ ଲଙ୍କା ଦେ ଘାଣ୍ଟି ଦେଲା ତାଠାରୁ ତାଙ୍କ ଠାରୁ ମମି ଠାରୁ ଆହୁରି ଭଲ ଆଉ ତାଠାରୁ ଭଲ ଆମର ହଉଛି ପଖାଳ ପଖାଳ ପଖାଳକୁ ଏପଟେ ରହିଲା ଶାଗ ଭଜା ଶାଗ ଭଜା କ'ଣ ପଡୁଛି କହିଲ ବୋଇତାଳୁ କାଲି ଆମର ଏଇଟା ବୋଇତାଳୁ ଆପଣମାନଙ୍କର କଖାରୁ ଆଉ ଏପଟେ ଦଳା ଟିକେ ରହିଲା ଏଟା ଆମ୍ବୁଲ ଡଳା ଆମ୍ବୁଲ ଦଳା ମୋ ପୁଅ କହିଲା ଭଳିଆ ଏଇଟା ହଉଛି ଆମ୍ବୁଲ ଦଳା ଏଟା ଭଜା ଏଇଟା ଭଜା ଏଟା ଅଣ୍ଡା ପିଠା ଆଉ ଏଇଟା ଦଳାଟା ଦଳାଟା କ'ଣ ପକେଇ ଦଳିଛ ଆଳୁ ବାଇଗଣ ବଢି ଲଙ୍କା କଞ୍ଚା ଲଙ୍କା ଓ ଲେମ୍ବୁ ଲେମ୍ବୁ ଟିକେ ମାଡ଼ କର ପଖାଳରେ ଟିକେ ଲେମ୍ବୁ ଏ ଲେମ୍ବୁଟା ଆସିଥିଲା ଢେଙ୍କାନାଳରୁ ଭଲ ଲେମ୍ବୁଟେ ଆଉ ଖାଲି ବାସ୍ନା ହେଉଛି ନା ଦେଶୀ ଲେମ୍ବୁଟା ବାଡ଼ି ଲେମ୍ବୁଟା ଖାଲି ଟିକେ ଟିକେ ମାରିଦେଲେ ହେଇଯିବ ମୁଁ ଟିକେ ଦେବା ଖଟାଟା ଦେଖିଆ ଶାଗଟା ଭାଇ ଉଡ଼ିଲା ଆଜି ଉଜ୍ଜଳ ମୋ ଝିଅ ଷ୍ଟାର୍ଟ କଲା ତାପରେ ପଛା କରିବ હવે ଷ୍ଟାର୍ଟ କରିଦେଲ ଖାଇବ ଯେ ଖାଇବ ଏଇ ସମସ୍ତର ପ୍ରିୟ ଖାଦ୍ୟ ପଖାଳକୁ ଦଳା ନା ଶାଗ ତମ ଶାଗ ମୋର ଏଇଟା ଆମ୍ବୁଲ ଦଳା ଏବେ ତମେ ଖାଅ ବାସୁଥିଲା କୋଉଟା ଲେମ୍ବୁଟା ରସୁଣ ଆଉ ଟିକେ ଡଲନି ତମ ଖଟାରେ ଭଲ ଲାଗିବ ଦେଲି ମୋ ଝିଅ କେମିତି ବନେଇଛି ଖଟା ପାଣିଟା ଲଙ୍କା ଲେମ୍ବୁ ମୋ ଝିଅ ସତ ମଜା ଜାଣିଛି ଆମ୍ବୁଲ ଖାଇବା ଭଜା ସେ ଖାଇନି ଆଜି କ'ଣ ତମ ସହିତ ଖାଇଥାନ୍ତି ଆଜି ମୁଁ ବିଲରେ ଖାଇଥାନ୍ତି ବିଲରେ ଖାଇବାର ଯୋଉ ମଜାଟା ଥିଲା ତାଠାରୁ ଏଠି ଆହୁରି ଟିକେ ତମ ସହିତ ମିଳିଲା ଏଠି ବାପାଙ୍କ ସହିତ ଖାଇଥାନ୍ତି କିନ୍ତୁ ଆଜି ତମ ସହିତ ଖାଇଲି ରବିବାର ଠିକ ଅଛି ଆମ ସ୍କୁଲ ସଜନ ଯେଠି ତ ଖାଇବା
ମଜା ଲାଗିବ ନା। ବାବା ଦେଶୀ ଅଣ୍ଡା ଏଟା। ଦେଶୀ ଅଣ୍ଡା ନା ଦେଶୀ ଅଣ୍ଡା ଭଳିଆ ଜଣାଉଛି ପୁରା ହଳଦିଆ। ହଳଦୀ ତ ପକେଇନାହାନ୍ତି ଖାଲି ହଳଦୀ। ଏ ଅଣ୍ଡାଟା ଟିକେ ଅଧିକ ହଳଦିଆ ଦେଖାଯାଏ। ଦେଶୀ ଅଣ୍ଡାଟା ଖାଇବାକୁ ଭଲ ଲାଗେ। ବାପା ଆମେ ଯେତେବେଳେ ବିଲକୁ ଯାଆନ୍ତି ଜେଜେ କାଲି ବାଟ ନେଇକି ମା ହେରିକା ଆମେ ସବୁ ସେଇ ତଳେ ବସିକି ଖାଇବୁ। ମୁଁ ଯାଇନି ତଳେ ବସିକି ଖାଇବୁ କଙ୍କଡ଼ା ଯାଇକି ଦେଖି ଟେକା ପକେଇବି। ଆସିବ ଆସିବ ଖୁବ୍ ଶୀଘ୍ର କଙ୍କଡ଼ା ବିଲରୁ ଆସିବ। ଖାଇବା ବିଲରେ ବି ଖିଆ ହବ। ମଉସା ଯିବା। ମଉସା ଜଣକ ବାଟରେ ଦେଖାହେଲେ କହିଲେ ବାବା ମୋତେ ଟିକେ ନେଇକି ଚାଲ ମାର୍କେଟକୁ ମୋବାଇଲ ସଜାଡ଼ିବେ। ଆଉ ପଛପଟେ ଦେଖନ୍ତୁ ସାଇକେଲ ଅଛି। ସାଇକେଲ ଟେକିଦେଲି ପଛରେ ରଖିଦେଲି ଡଲାରେ। ତାପରେ ମଉସା ବସିଲେ ଆଗରେ। ବର୍ତ୍ତମାନ ଗାଡ଼ି ଗଡ଼ିବ ମାର୍କେଟକୁ। କୋଉଠିକି ଯିବ? ନହକା ମୋବାଇଲ ଦୋକାନ ଯୋଉଠି ଥିବ ମୁଁ କହିବିନି। କହିବ ତ? ବାଟରେ ତ ବହୁତ ମୋବାଇଲ ଦୋକାନ ଅଛି ନା? ଚିହ୍ନା ପଡୁଛି ମୋବାଇଲ ଦୋକାନ? ଚିହ୍ନା ପଡୁଛି ମୋବାଇଲ ଦୋକାନକୁ ଯିବ? ହଁ ହଉ ଯିବା। ପାଣି ପିଇଛ ନା? ପାଣି ପିଇଛ ନା? ବାହାରିଲୁ ଡାଇରେକ୍ଟ ମଉସାକୁ ନେଇ ପହଞ୍ଚିବା ମୋବାଇଲ ଦୋକାନରେ। ଆଉ ମଉସା ଆମର ଯାଇପାରୁନଥିଲେ ସାଇକେଲ ଠକ୍ ଠକ୍ ହେଇକି ଯାଉଥିଲେ। ଚାଲନ୍ତୁ ତାକୁ ଟିକେ ଛାଡ଼ିଦେବା। ଛାଡ଼ିଦେଇକି ଆମେ ନେକ୍ସଟ କୋଉଠି କ'ଣ ଭଡ଼ା କରିବା କଥା କରିବା। ଓକେ ମଉସା ଚାଲିଲେ। ମଉସାଙ୍କ ସାଇକେଲ ଖୋଲିଦେଲି। ମଉସା ନିଅ ସାଇକେଲ ଧର। କ'ଣ? ନା ନା ପଇସା ନେବି। ଏ ନା ନା ତମେ ଚାଲ ତ। ନା ନା ରଖ ରଖ ପଇସା ନେବି ନା ଗୋଟେ ରଖିଦିଅ। ସେଇ ପଇସାରେ ମୋ ନାଁରେ ଚା ପିଇଦବ ବୁଝିଲ ନାତିରେ ଭାବି। ଚାଲ ତମେ କୋଉ ପଟେ ଯିବ? ଏଇପଟେ ଯିବ? ହଁ ପଇସା ଆମର ଚାଲିଲେ ଚଲେଇ ପାରିବ ତ? ଚଲେଇ ପାରିବ ସାଇକେଲ? ହଉ ମଉସା ପୁଣି ଦେଖା ହବ। ପୁଣି ଦେଖା ହବ। ଯ ନା ନା ତମେ ଯାଅ ଯାଅ। ହଉ 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 ଚାଲ। ମଉସା ଚାଲିଲେ ତ ସାଙ୍ଗମାନେ। ଏବେ ଆମେ ଷ୍ଟାଣ୍ଡରେ ମୁଁ ଏବେ ଅଛି। ଆଉ ଷ୍ଟାଣ୍ଡରୁ ଗୋଟେ ମୋତେ ଆସିଥିଲା ବି ଗୋଟେ ଫୋନ୍ ଆସିଥିଲା ଜଷ୍ଟ। ମଉସାକୁ ଯେବେ ଉଠେଇଲି ତା ପୂର୍ବରୁ ଗୋଟେ ଫୋନ୍ ଆସିଥିଲା ଗୋଟେ ଏସି ଭଡ଼ା ନେବା ପାଇଁ। ଏ ଆଗରେ ଅଛି ଗାଡ଼ି ତ ବର୍ତ୍ତମାନ ଷ୍ଟାଣ୍ଡରେ ଅଛି। ଆଗକୁ ଟିକେ ଯିବା ଆଉ ଦେଖିବା ଏସି ଭଡ଼ାଟା ଅଛି କ'ଣ ଦେଖିବ ପକେଇ ଦେଇ ଆସିବା। ଓକେ ତ ଚାଲନ୍ତୁ ଆମ ପାଇଁ ଲେଟ୍ କରିବା ବାହାରିବା।